ବିଜୁ ଜନତା ଦଳ 24 ବର୍ଷ ଶାସନ କଲା ପରେ ଗାଦିଚ୍ୟୁତ ହେଇଛି। ତାର ମୁଖ୍ୟ କାରଣ ହଉଛି ଯେ ଗୋଟେ ରାଜନୈତିକ ଦଳ ଚାଲିବା ପାଇଁ ହେଲେ ବଞ୍ଚିକି ରହିବା ପାଇଁ ହେଲେ ତାର ଦୁଇ ତିନି ଜିନିଷର ଆବଶ୍ୟକତା ରହିଛି। ଯୋଉ ଗୋଟାକ ସବୁଠୁ ବଡ ଆବଶ୍ୟକତା ସେଇଟା ହଉଛି ବିଚାରଧାରା, ଆଇଡିଓଲୋଜି। ସବୁ ଥିବ କିନ୍ତୁ ଯଦି ଆଇଡିଓଲୋଜି ନଥିବ ତାହେଲେ ସେ ଦଳ ବଞ୍ଚି ରହିପାରିବ ନାହିଁ। ସାଧାରଣ ଜନତା ଦେଖିଲେ ବିଜୁ ଜନତା ଦଳ ଆଉ କୌଣସି ବିଚାରଧାରା ନାହିଁ। ଦୁର୍ନୀତି କଥା କହିଲେ କିନ୍ତୁ ଏଠି ସବୁ ନେତା ଦୁର୍ନୀତିରେ ଲିପ୍ତ ରହିଲେ। 24 ନିର୍ବାଚନ ପରେ ବିଜେଡି ଯେମିତି ତୁମ୍ବି ତୁଫାନ ଥମିବାର ନା ନଉନି। କାରଣ ଯେତେବେଳେ ବିଜେପି ସରକାର କଲା ତାପରଠୁ ବିଜେଡି ଧୀରେ ଧୀରେ ବିଜେଡିର ପତନ ଆରମ୍ଭ ହେଇଛି। ବିଜେଡିରେ ଯୋଉ ନେତା ମାନେ ବରିଷ୍ଠ ନେତା ମାନେ ଥିଲେ ସେମାନେ ମୁହଁ ଖୋଲୁଛନ୍ତି। ଯୋଉମାନେ ୟଙ୍ଗ ଜେନେରେସନ ଯୋଉମାନେ ଆସିଥିଲେ ବିଜେଡି ଯୋଡି ହେଇଥିଲେ ସେମାନେ ମଧ୍ୟ ବିଜେଡି ଛାଡୁଛନ୍ତି। ଏମିତି ଅନେକ ଜିନିଷ ବିଜେଡି ରାଜନୀତିରେ ଦେଖିବା ପାଇଁ ମିଳୁଛି। ଆମର ତ ଅଛନ୍ତି ବରିଷ୍ଠ ସମସ୍ତ ଆଲୋଚନା କରିବା କାହିଁକି ବିଜେଡିର ସ୍ଥିତି ଦିନକୁ ଦିନ ତଳକୁ ଯାଉଛି ଆଉ କାହିଁକି ଲୋକ ବିଜେଡି ଛାଡି ଯୋଉ 24 ବର୍ଷ ସରକାର ଥିଲା ତାପରେ ଭରସା କରିଥିଲେ ତାକୁ ହଠାତ୍ ଛାଡିକି ବିଜେପି ଆସି ମିଶୁନି। ବୋଲେ ସାର୍ ସ୍ଥିତି ଦେଖିବା ଯୋଉଭଳି ଭାବରେ ବିଜେଡିର ଯୋଉମାନେ ୟଙ୍ଗ ଜେନେରେସନ ଯୋଉମାନେ ନେତା ପାଇଁ ଚେଷ୍ଟା କରୁଥିଲେ ଚାହୁଁଥିଲେ ବିଜେଡିକୁ ଆସିବା ପାଇଁ ଚାହୁଁଥିଲେ ସେମାନେ ହଠାତ୍ ଏବେ ବିଜେଡି ଛାଡିକି ବିଜେଡିର ନିନ୍ଦା କରୁଛନ୍ତି, ବିଜେଡିର ଖରାପ କଥା କହୁଛନ୍ତି ବିଜେଡି ବିଷୟରେ। ତାପରେ ଏବେ ବିଜେପିରେ ଆସି ମିଶୁନି। ଆଉ କେମିତି ଦେଖୁଛନ୍ତି ଆପଣ? ଦେଖନ୍ତୁ ବିଜୁ ଜନତା ଦଳ 24 ବର୍ଷ ଶାସନ କଲା ପରେ ଗାଦିଚ୍ୟୁତ ହେଇଛି। ତାର ମୁଖ୍ୟ କାରଣ ହଉଛି ଯେ ଗୋଟେ ରାଜନୈତିକ ଦଳ ଚାଲିବା ପାଇଁ ହେଲେ ବଞ୍ଚିକି ରହିବା ପାଇଁ ହେଲେ ତାର ଦୁଇ ତିନି ଜିନିଷର ଆବଶ୍ୟକତା ରହିଛି। ପ୍ରଥମ ହଉଛି ଯେ ତାର ଲୋକ ବଳର ଆବଶ୍ୟକତା ରହିଛି, ତାପରେ ଅର୍ଥ ବଳର ଆବଶ୍ୟକତା ରହିଛି, ସଂଗଠନର ଆବଶ୍ୟକତା ରହିଛି। ଯୋଉ ଗୋଟାକ ସବୁଠୁ ବଡ ଆବଶ୍ୟକତା ସେଇଟା ହଉଛି ବିଚାରଧାରା, ଆଇଡିଓଲୋଜି। ସବୁ ଥିବ କିନ୍ତୁ ଯଦି ଆଇଡିଓଲୋଜି ନଥିବ ତାହେଲେ ସେ ଦଳ ବଞ୍ଚି ରହିପାରିବ ନାହିଁ। ବିଜୁ ଜନତା ଦଳ ଯୋଉ ବିଚାରଧାରାରୁ ଜନ୍ମ ହୋଇଥିଲା ସେ ବିଚାରଧାରା ଗୁଡାକ ଥିଲା ଆପଣଙ୍କର ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା। ସେ ବିଚାରଧାରା ଥିଲା ଆପଣଙ୍କର ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବା। ସେ ବିଚାରଧାରା ଥିଲା ଆପଣଙ୍କର କେନ୍ଦ୍ରର ଯୋଉ ଓଡ଼ିଶା ବିରୋଧୀ ମନୋଭାବ ବିରୁଦ୍ଧରେ ଲଢେଇ କରିବା। ତ ଏଇ ଯୋଉ ସବୁ ତିନି ଚାରୋଟି ବିଚାରଧାରା ଥିଲା ଏବଂ ପରିବାରବାଦୀକୁ ବିରୋଧ କରିବା, ଏ ସବୁ ବିଚାରଧାରାକୁ ଏଇ ଯୋଉ 24 ବର୍ଷ ଭିତରେ ଦଳ କଣ କରିଛି ଶବ ପାଲଟେଇ ଦେଇଛି। ଅର୍ଥାତ୍ ତାର ସେ ସବୁ ବିଚାରଧାରାର ମୃତ୍ୟୁ ଘଟେଇକିରି ତାକୁ କବର ଦେଇଦେଲା। ଯେତେବେଳେ ବିଜୁ ଜନତା ଦଳ ସାଧାରଣ ଲୋକ ଦେଖିଲେ ବା ସାଧାରଣ ଜନତା ଦେଖିଲେ ବିଜୁ ଜନତା ଦଳ ଆଉ କୌଣସି ବିଚାରଧାରା ନାହିଁ। ଦୁର୍ନୀତି କଥା କହିଲେ କିନ୍ତୁ ଏଠି ସବୁ ନେତା ଦୁର୍ନୀତିରେ ଲିପ୍ତ ରହିଲେ। ଖଣି ସ୍କାମ ହେଲା, ପାଣି ସ୍କାମ ହେଲା, ମାଟି ଆପଣଙ୍କର ଜମି ସ୍କାମ ହେଲା, ଚିଟଫଣ୍ଡ ସ୍କାମ ହେଲା, ଏମିତି କୌଣସି ସ୍କାମ ହେଲା ନାହିଁ ଯେ ମାନେ ସବୁଠୁ ବଡ ବଡ ସ୍କାମ ଭାରତର ଏଇଠି ହେଲା। ନେତା ମାନେ ଯୋଉମାନେ କଂଗ୍ରେସର ନେତା ମାନଙ୍କର ଚରିତ୍ରକୁ ଆକ୍ଷେପ କରିକି ଆଇଥିଲେ ସେଇ ନେତା ମାନଙ୍କର ନାଁ ଏଠି ମର୍ଡର କେସ୍ ସହିତ ଯୋଡି ହେଲା। ସେଇ ନେତା ମାନଙ୍କର ନାଁ ଏଠି ନାରୀ ନିର୍ଯାତନା ସହିତ ଯୋଡି ହେଲା। ସେଇ ନେତା ମାନଙ୍କର ଏଠି ଜମି ଦୁର୍ନୀତି ଆପଣଙ୍କର ପାଣି ଦୁର୍ନୀତି ଖଣି ଦୁର୍ନୀତି ସହିତ ଯୋଡି ହେଲା। ତ ସବୁ ବିଚାରଧାରା ମୃତ୍ୟୁ ହେଲା। ତ ଯେତେବେଳେ ଦଳ ବିଚାରଧାରା ବିଚ୍ୟୁତ ହେଲା ଲୋକମାନଙ୍କର ବିଶ୍ୱାସ ଏବଂ ଆସ୍ଥା ହରେଇ ହରେଇକା ଗଲେ। ଏବଂ ଥରେ ଯେତେବେଳେ ବର୍ତ୍ତମାନ ବିଚାରଧାରା ହରେଇ ବସିଛି, ଥରେ ଯେତେବେଳେ ଦଳ କ୍ଷମତାକୁ ଯାଇଛି, ବର୍ତ୍ତମାନ ନୂଆ ପିଢିର ଯୋଉମାନେ ରହିଛନ୍ତି ସେମାନେ ଦେଖୁଛନ୍ତି ଯେ ବିଚାରଧାରା ବିବର୍ଜିତ ବିଜୁ ଜନତା ଦଳ ଆଉ ଆଗକୁ ଯାଇପାରିବ ନାହିଁ। କାରଣ ଗୋଟେ ରାଜନୈତିକ ଦଳରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା ଗୋଟେ ବଡ ସାମାଜିକ ଆନ୍ଦୋଳନ, ରାଜନୈତିକ ଆନ୍ଦୋଳନରୁ। ସେତେବେଳେ ବିଜୁ ଜନତା ଦଳ ପାଖରେ ଏତେ ପଇସା ନଥିଲା କିନ୍ତୁ ଲୋକ ସେତେବେଳର କଂଗ୍ରେସ ସରକାରରେ ଅତିଷ୍ଠ ହେଇକିରି ବିଜୁ ଜନତା ଦଳକୁ କ୍ଷମତାକୁ ଆଣିଥିଲେ। କିନ୍ତୁ ସେଇ ଲୋକମାନେ ଯେତେବେଳେ ଦେଖିଲେ ସେତେବେଳର କଂଗ୍ରେସ ଆଉ ବିଜୁ ଜନତା ଦଳ ଭିତରେ କିଛି ଫରକ ନାହିଁ, ଏକ୍ଜାକ୍ଟ ସେଇ ଭଳିଆ କାଣ୍ଡରେ ସେମାନେ ଲିପ୍ତ ରହୁଛନ୍ତି, ସେମାନେ ପରିବର୍ତ୍ତନ କଲେ। ତ ବର୍ତ୍ତମାନ ବିଜୁ ଜନତା ଦଳର କର୍ମୀମାନେ ଦେଖୁଛନ୍ତି ଯେ ଆଗକୁ ଯିବାର ରାସ୍ତା ସବୁ ବନ୍ଦ। ଯୋଉ ନେତା ମାନେ ବର୍ତ୍ତମାନ ନବୀନ ପଟ୍ଟନାୟକ ପରିଣତ ବୟସରେ ସିଏ ଦ୍ୱିତୀୟ ପିଢିର ନେତା ତିଆରି କଲେନି। ଯୋଉ ଦ୍ୱିତୀୟ ପିଢିର ନେତା ତିଆରି କଲେ ସେମାନଙ୍କର ପଛପଟର ମେରୁ ହାଡକୁ ସେ ଖୋଲି ଦେଇଛନ୍ତି। ଅର୍ଥାତ ନାହିଁ, ଅର୍ଥାତ ଅମେରୁଦଣ୍ଡୀ ପ୍ରାଣୀ ଭଳି କିଛି ନେତା ତିଆରି ହେଇଛନ୍ତି ଯିଏ ଓଡ଼ିଶାର ନିଜ କନଷ୍ଟିଚ୍ୟୁଏନ୍ସି ଛାଡ଼ିଦେଲେ ଅନ୍ୟ କୌଣସି ଜାଗାରେ ଛିଡା ହେଲେ ତାଙ୍କ ପାଖରେ 1000-2000 ଲୋକ ବି ବିନା ବରାଦରେ ଛିଡା ହେବେ ନାହିଁ। ଅର୍ଥ ଖର୍ଚ୍ଚ କଲେ ଛିଡା ହେବେ। ଗୋଟେ ଭଲ ପାଇକି ଆଇଡିଓଲୋଜି କି ଭଲ ପାଇକି ଲୋକ ଆସନ୍ତି। ଆଇଡିଓଲୋଜି ନାହିଁ ଲୋକ ଯୋଡି ହବ କିଏ? ତ ଆଇଡିଓଲୋଜି ଇଜ ଦି ସିମେଣ୍ଟିଂ ଫ୍ୟାକ୍ଟର ଅଫ ଏ ପଲିଟିକାଲ ପାର୍ଟି। ତ ଏଠି ବର୍ତ୍ତମାନ ସେ ସିମେଣ୍ଟିଂ ଫ୍ୟାକ୍ଟରଟା ବର୍ତ୍ତମାନ ଲୁଜ କରୁଛି। ତେଣୁ ସେଇ ହିସାବରେ ବର୍ତ୍ତମାନ ଦେଖୁଛନ୍ତି ଯେ ବହୁ ଲୋକ ଭାରତୀୟ ଜନତା ପାର୍ଟିକି ଯିବାକୁ ଚାହୁଁଛନ୍ତି ଏଇଥିପାଇଁ ଯେ ଭାରତୀୟ ଜନତା ପାର୍ଟି ସହିତ ଯଦି ଯିବେ ସରକାର ସହିତ ରହିବେ ତାହେଲେ ସେମାନେ ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବେ। ନମ୍ବର 1, ନମ୍ବର 2 ସେମାନଙ୍କର ଆର୍ଥିକ ସ୍ଥିତି
ବଜାୟ ରହିବ ବା ଆଉ ଟିକେ ଉପରକୁ ଯିବ ସେମାନେ ବିଭିନ୍ନ କାମ ପାଇବେ ବିଭିନ୍ନ ତାଙ୍କ ବିରୁଦ୍ଧରେ ଆଉ ସେମିତି କିଛି ବଡ଼ ଧରଣର କୌଣସି ଜାଗାରେ କାର୍ଯ୍ୟାନୁଷ୍ଠାନ ହବ ନାହିଁ ସେଇ ଦୃଷ୍ଟିରୁ ଆମେ କହିପାରିବା ଯେତେବେଳେ ଯୋଉଠି ପାୱାର ଥାଏ ଲୋକ ସେଇପଟକୁ ଯୋଡ଼ି ହେଇକରି ଯାଆନ୍ତି ଏଠି ଦୁଇଟି ଜିନିଷ ପାୱାର ସହିତ ଯୋଡ଼ି ହେବାକୁ ଯାଉଛନ୍ତି ଏବଂ ବିଜୁ ଜନତା ଦଳର ଯୋଉ ରଥ ଚକ୍ର ଅଟକି ଯାଇଛି ସେମାନେ ଦେଖୁଛନ୍ତି ଏ ରଥ ଚକ୍ର ଯୋଉ ଜାମ୍ ହେଇକି ଅଟକିଛି ଏତେ ସହଜରେ ସେ ଜାମ୍ ଖୋଲିବାର ନାହିଁ ସେ ଜାମ୍ ମୁକ୍ତ ହେଇକି ଆଗକୁ ଗଡ଼ିବାର ନାହିଁ ତ ନବୀନ ପଟ୍ଟନାୟକ ଯୋଉ କାରଣ ଯୋଗୁଁ ବିଜୁ ଜନତା ଦଳର ରଥ ଚକ୍ର ଜାମ୍ ହେଇଛି ନବୀନ ପଟ୍ଟନାୟକ ତାକୁ ମାନିବା ପାଇଁ ନାରାଜ ଲୋକ କହିଲେ ବିଜେଡିର ରଥ ଚକ୍ର ଜାମ୍ ହେଲା ଏଇଥିପାଇଁ ପାଣ୍ଡିଆନ ପାଇଁ ସେ କହିଲେ ନାଇଁ ପାଣ୍ଡିଆନ କିଛି ଭୁଲ କରୁନାହାନ୍ତି ଲୋକ କହିଲେ କିଛି ନେତାଙ୍କର ଯୋଉ ଅହଙ୍କାର ଆସ୍ପର୍ଦ୍ଧା ସେଥିପାଇଁ ନବୀନ ତାକୁ ସ୍ୱୀକାର ସ୍ୱୀକାର କରୁନାହାନ୍ତି କି ତାଙ୍କୁ ପନିଶମେଣ୍ଟ କରୁନାହାନ୍ତି ତେଣୁକରି ଆମେ କହିପାରିବା ଯେ ଯେପର୍ଯ୍ୟନ୍ତ ବିଜୁ ଜନତା ଦଳ ପୁଣି ଥରେ ଲୋକମାନଙ୍କ ଆଗରେ ନୂଆ ବିଚାରଧାରା ନୂଆ ଦୃଷ୍ଟିକୋଣ ନୂଆ ଲକ୍ଷ୍ୟ ରଖିକି ନ ରଖିଛି ସେ ପର୍ଯ୍ୟନ୍ତ ଇଏ ଆଉ ଲୋକଙ୍କର ବିଶ୍ୱାସ ଭାଜନ ହେଇପାରିବ ନାହିଁ ଗୋଟେ ପ୍ରକାର କହିପାରିବା ବିଜୁ ଜନତା ଦଳ ତାର ପିକ୍ରେ ପହଞ୍ଚିକିରି ବର୍ତ୍ତମାନ ପିକ୍ରୁ ଯେମିତି ପିରାମିଡର ଉପରରୁ ଖସନ୍ତି ତଳକୁ ବର୍ତ୍ତମାନ ସେ ଖସିବା ଅବସ୍ଥାରେ ଅଛି ଏବଂ ତୀବ୍ରତାର ସହିତ ତୀବ୍ର ବେଗରେ ଖସୁଛି ଏବଂ ଯଦି ଆମେ କହିପାରିବା ଯେଉଁ ତାଙ୍କର 50 ଜଣ MLA ଅଛନ୍ତି ବର୍ତ୍ତମାନ ସେଥିରେ ବି ଫାଟ ସୃଷ୍ଟି ହେଇସାରିଲାଣି କିନ୍ତୁ ଯେଉଁ ଦଳ ବଦଳ ନିରୋଧ ଆଇନ ରହିଛି ସେଇଟା ଦରକାର କରୁଛି 2/3 ସଭ୍ୟ ଯଦି ଛାଡ଼ିକିରି ଯିବେ ତାହେଲେ ଯାଇକି ଦଳ ବଦଳ ନିରୋଧ ଲାଗୁ ହବନି ସେତିକିଟା ବିଜୁ ଜନତା ଦଳ ପାଇଁ ଭରସା ରହିଛି ବା ସେ ଆଣ୍ଟି ଡିଫେକ୍ସନ ଲଟା ବିଜୁ ଜନତା ଦଳର ଗୋଟେ ଇମିଡିଏଟ ବିଭାଜନକୁ ଅଟକେଇକି ରଖିছে ଅଦରୱାଇଜ ଆଜିକା ଡେଟ୍ରେ ବିଜୁ ଜନତା ଦଳ ଆହୁରି ଗୋଟେ ମାନେ ଶୋଚନୀୟ ସ୍ଥିତିରେ ଥାନ୍ତା ସାର୍ ଦେଖିବା ଯେଭଳି ଆପଣ କହିଲେ କି ପାଣ୍ଡିଆନଙ୍କର ଚର୍ଚ୍ଚା ଆଜି ମଧ୍ୟ ଏବେ ବି ମଧ୍ୟ କରାଯାଉଛି ତାଙ୍କର ଯେ ବିଜେଡିର ବରିଷ୍ଠ ନେତାମାନେ ଅଛନ୍ତି ସେମାନେ ମଧ୍ୟ କରୁଛନ୍ତି ସରକାର ଏବେ କାହିଁ ପଦକ୍ଷେପ ନେଉନି କାରଣ ଯେତେବେଳେ ରାଜା ସ୍ୱାଇଁ ମଧ୍ୟ ବିଧାନସଭାରେ କହିଥିଲେ କି ତାମିଲ କହୁଛ ତାମିଲକୁ ବାନ୍ଧ ଏ କଥାକୁ ନେଇ ମଧ୍ୟ ଚର୍ଚ୍ଚା ହେଇଥିଲା ତାପରେ ଯେତେବେଳେ ଅରୁଣ ସାହୁ କଥା ଉଠେଇଥିଲେ ରାଜା ସ୍ୱାଇଁ ଉଠେଇଥିଲେ ଏମିତି ଅନେକ ବରିଷ୍ଠ ନେତାମାନେ ଅଛନ୍ତି ମାନେ ତାମିଲ କଥା ବିଧାନସଭାରେ ଆପଣ ଦେଖିବେ ସେ ଅରୁଣ ସାହୁ କୁହନ୍ତୁ ବିଜୟ ମହାପାତ୍ରଙ୍କର ପୁଅ ଯେ ଅରବିନ୍ଦ ମହାପାତ୍ର କଥା କୁହନ୍ତୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୁହନ୍ତୁ ପରୋକ୍ଷରେ ସୁଜାତା ସାହୁ ମଧ୍ୟ କୁହନ୍ତୁ ଏମାନେ ବିଜୁ ଜନତା ଦଳ ସମୟରେ ହେଇଥିବା ଅନେକ ଦୁର୍ନୀତି କଥା ସାମ୍ନାକୁ ଯୋଉ କଥା ଆଲୋଚନା ହେଉଥିଲା ସେଇ କଥା ଉଠେଇକି ସରକାରକୁ ଖୋଲା ଆହ୍ୱାନ କଲେ ମୋହନ ମାଝୀ ସରକାରକୁ ଆପଣ କାହିଁକି ଆକ୍ସନ ନେଉନାହାନ୍ତି ସେଇଟା ତ ରାଜ୍ୟବାସୀଙ୍କର ପ୍ରଶ୍ନ ଯେ ଯଦି ଆପଣ ମାନେ ବିଜୁ ଜନତା ଦଳ ସରକାର ସମୟରେ ଅନେକ ଦୁର୍ନୀତି କଥା ହେଇଥିଲା ଅଭିଯୋଗ କରିକିରି କ୍ଷମତାକୁ ଆସିଛନ୍ତି ଏବେ ବି ଅଭିଯୋଗ କରୁଛନ୍ତି ଆପଣଙ୍କ ହାତକୁ କିଏ ବାନ୍ଧି ଦେଇଛି ଆପଣ କାହିଁକି ଆକ୍ସନ ନେଇ ପାରୁନାହାନ୍ତି ତ ଲୋକ ବି ନଜର କରି ରଖିବେ ଯେ ଯୋଉ ଅଭିଯୋଗ ହୁଏ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ଭିତରେ କିଛି ଗୋଟେ ସମ୍ପର୍କ ରହିଛି ଯଦି ଆକ୍ସନ ନ ନିଆଯାଏ ଲୋକ ସେଇ ସନ୍ଦେହ କରିବେ ଏବଂ ସେ ସନ୍ଦେହ କଲେ ସେ ସନ୍ଦେହ ଆସନ୍ତା ନିର୍ବାଚନରେ ତାର ଗୋଟେ ପ୍ରଭାବ ପଡ଼ିବ ଏବଂ ସେ ପ୍ରଭାବରେ କଂଗ୍ରେସ ଫାଇଦାରେ ରହିବ ତେଣୁକରି ଲୋକ ଆଶା କରୁଛନ୍ତି ଯେ ବିଜୁ ଭାରତୀୟ ଜନତା ପାର୍ଟି ଯୋଉ ପ୍ରତିଶ୍ରୁତି ଦିଆଯାଇଥିଲା ସେ ପ୍ରତିଶ୍ରୁତି ପାଳନ କରିବାର ଆବଶ୍ୟକତା ଅଛି ଅନ୍ୟଥା ଲୋକ ଭାରତୀୟ ଜନତା ପାର୍ଟି ସରକାରକୁ ସନ୍ଦେହ କରିବେ ଏବଂ ସେ ସନ୍ଦେହ ଭାରତୀୟ ଜନତା ପାର୍ଟିକୁ ମହଙ୍ଗା ପଡ଼ିବ ସାର୍ ଆଉ ଗୋଟେ ଜିନିଷ କହିବା ରାଜା ସ୍ୱାଇଁ ହୁଅନ୍ତୁ ଅରୁଣ ସାହୁ ହୁଅନ୍ତୁ କି ଅରବିନ୍ଦ ମହାପାତ୍ର ହୁଅନ୍ତୁ ଯେହେତୁ ସେମାନେ ତାମିଲଙ୍କ ଏଗନେଷ୍ଟରେ ଯାଇଛନ୍ତି କାରଣ କହନ୍ତି କି ବିଜେଡି ସର୍ବସର୍ବା ହଉଛନ୍ତି ତାମିଲ ବାବୁ ତାଙ୍କ ଉପରେ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବୋଲି ମଧ୍ୟ ସୂଚନା ମିଳୁଛି ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ହଉଛି ଏହା ସମ୍ଭବ ହେଇପାରେ ଦେଖନ୍ତୁ ସେଇଟା ସରକାରଙ୍କ ଉପରେ ନିର୍ଭର କରେ ସେ କଥା ଆମେ ଆଲୋଚନା କଲେ ବର୍ତ୍ତମାନ ଅପେକ୍ଷା କରିବା ସରକାର ଏ ନେଇକି କ'ଣ କରୁଛନ୍ତି ସାର୍ ବିଜେଡି ଯୋଉ ନେତା ବରିଷ୍ଠ ନେତା ମାନେ କଥା ଉଠେଇଛନ୍ତି ସେମାନଙ୍କ ଉପରେ ତାମିଲ ବାବୁ କିଛି ଆକ୍ସନ ନେବେ କି ନବୀନ ଆକ୍ସନ ନେବେ କି ନାଇଁ ସେ କଥା ଆମେ ଆଲୋଚନା କଲେ ସେ କଥାର ସମ୍ପର୍କରେ ଅଧିକ ଆଲୋଚନା କରିବା ଠିକ ହେବନି ତ ଆପଣ ଶୁଣିଥିଲେ କି ଯୋଉଭଳି କଥା ସବୁ ଉଠୁଛି କି ସରକାର କାହିଁକି ଚୁପ୍ ରହିଛନ୍ତି ଯୋଉ ପ୍ରତିଶ୍ରୁତି ଦେଇକି ସରକାରକୁ ଆସିଥିଲେ କାହିଁକି ସେ ସବୁ ଉପରେ ଆକ୍ସନ ନେଉନାହାନ୍ତି ଯୋଉ ବିଜେଡି ଯୋଉ ଫାଟ ସୃଷ୍ଟି ହଉଛି କାହିଁକି ନବୀନ ବାବୁ ତାପରେ ତଦନ୍ତ କରୁନାହାନ୍ତି କାହିଁକି ତାପରେ ଧ୍ୟାନ ଦେଉନାହାନ୍ତି ଏହା ମଧ୍ୟ ଗୋଟେ ବିଷୟ ରହିଛି ଏବଂ ଯଦି ଏହା ଉପରେ ତଦନ୍ତ ନ କରାଯାଏ ତା ବି ଫ୍ୟୁଚରରେ ବିଜେଡି ଉପରେ ବି ପ୍ରଭାବ ପଡ଼ିବ ବିଜେପି ସରକାର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି ଭୁବନେଶ୍ୱର ଭିଡ଼ିଓରେ ସ୍ୱାଧୀନଙ୍କ ସହିତ ନନଙ୍କ ରିପୋର୍ଟ ପୋଷ୍ଟ ପ୍ଲସ୍।